ରାଧେ ରାଧେ। ନବମ ଶ୍ରେଣୀ ଓଡ଼ିଆ ବ୍ୟାକରଣ ବହିର ପଞ୍ଚମ ଅଧ୍ୟାୟ କୃଦନ୍ତ ପଦର ପ୍ରଶ୍ନୋତ୍ତର କରିବା। ଯେମାନେ ୟା ପୂର୍ବରୁ 4ଟା ଅଧ୍ୟାୟର ପ୍ରଶ୍ନୋତ୍ତର ଦେଖିନଥିବ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେବି, ଯାଇକି ତାର ପ୍ରଶ୍ନୋତ୍ତର ଦେଖିଦେବ। ଦେଖ ତାହେଲେ ଆମେ କୃଦନ୍ତ ପଦର ଆମେ ଏବେ ପ୍ରଶ୍ନୋତ୍ତର ଦେଖିବା। ତାହେଲେ ଆମର କ'ଣ ଦିଆଯାଇଛି? ଫାର୍ଷ୍ଟ ପ୍ରଶ୍ନ ଦେଖ। ଫାର୍ଷ୍ଟ ପ୍ରଶ୍ନ ଆମର କ'ଣ ଦିଆଗଲା? କୃଦନ୍ତ କାହାକୁ କୁହାଯାଏ? ଉଦାହରଣ ସହ ବୁଝାଇ ଲେଖ। ତାହେଲେ ଆମର ଉତ୍ତର କ'ଣ ହେବ? ଦେଖ, ନୂଆ ଶବ୍ଦ ଗଠନ ନିମିତ୍ତ ଧାତୁ ପରେ ଯେଉଁ ପ୍ରତ୍ୟୟ ଯୋଗ ହୁଏ ତାକୁ କୃତ୍ ପ୍ରତ୍ୟୟ କୁହାଯାଏ। ଏହି କୃତ୍ ପ୍ରତ୍ୟୟ ଯୋଗ ହେବା ଦ୍ୱାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ ଶବ୍ଦ ବା କୃଦନ୍ତ ପଦ ବା ସଂକ୍ଷେପରେ କୃଦନ୍ତ କୁହାଯାଏ। ଓଡ଼ିଆ ଭାଷାରେ ଅ, ଆ, ହର୍ଷେଇ, ଅଣ, ଅଣା, ଅଣି, ତବ୍ୟ, ଅନିୟ, ଯ ଏପରି କୃତ୍ ପ୍ରତ୍ୟୟ ଯୋଗ ହେଲେ କୃଦନ୍ତ ଗଠିତ ହୁଏ। ଉଦାହରଣ ସ୍ୱରୂପ ପଠ ଯୁକ୍ତ ଅ କ'ଣ ହେଲା? ପାଠ ବା ପଠ ଯୁକ୍ତ ଯ କ'ଣ ହେଲା? ପାଠ୍ୟ ବା ପଠ ଯୁକ୍ତ ଉଆ କ'ଣ ହେଲା? ପାଠୁଆ। ଏଠାରେ ମୂଳ ଧାତୁ ପଦ କ'ଣ ହେଉଛି? ପଠ ହେଉଛି। ପଠ ଧାତୁ ପରେ ଅ, ଯ, ଉଆ ଆଦି କୃତ୍ ପ୍ରତ୍ୟୟ ଯୋଗ ହୋଇଛି। ପଠ ଧାତୁ ସହିତ ଏହି କୃତ୍ ପ୍ରତ୍ୟୟ ଯୋଗ ହେବାରୁ ନୂତନ ଶବ୍ଦ ପାଠ, ପାଠ୍ୟ, ପାଠୁଆ ଗଠିତ ହୋଇଛି। ସେହିଭଳି ଦେଖ 2 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା? ନିମ୍ନଲିଖିତ ପଦଗୁଡ଼ିକରେ ବ୍ୟବହୃତ ହୋଇଥିବା ପ୍ରତ୍ୟୟ ଗୁଡ଼ିକ ଚିହ୍ନାଅ। ଦେଖ, ପାଠକ, ପାଠକରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି? ଅକ ପ୍ରତ୍ୟୟ ଯୋଗ ହୋଇଛି ପାଠକରେ। ସେହିଭଳି ଦେଖ, ମୁକ୍ତି, ମୁକ୍ତିରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି? ତି ପ୍ରତ୍ୟୟ ଯୋଗ ହୋଇଛି ମୁକ୍ତିରେ। ଆର୍ଯ୍ୟ, ଆର୍ଯ୍ୟରେ ଯ ପ୍ରତ୍ୟୟ ଯୋଗ ହୋଇଛି। ବେଦ, ବେଦରେ ଅ ପ୍ରତ୍ୟୟ ଯୋଗ ହୋଇଛି। ସେହିଭଳି ଦେଖ, ଗଡ଼ାଣି, ଗଡ଼ାଣିରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି? ଆଣି ପ୍ରତ୍ୟୟ ଯୋଗ ହୋଇଛି। ହସ, ହସର ଅ ପ୍ରତ୍ୟୟ ଯୋଗ ହୋଇଛି। ସେହିଭଳି ଦେଖ ଆଉ କ'ଣ ଦିଆଗଲା? ପାଉଣା, ପାଉଣାର ଉଣା ପ୍ରତ୍ୟୟ ଯୋଗ ହୋଇଛି। ଖେଳାଳିର ଆଳି ପ୍ରତ୍ୟୟ ଯୋଗ ହୋଇଛି। ଚଳନ୍ତି, ଚଳନ୍ତିର ଅନ୍ତି ପ୍ରତ୍ୟୟ ଯୋଗ ହୋଇଛି। ସେହିଭଳି ଦେଖ, ସ୍ମରଣୀୟ, ସ୍ମରଣୀୟର ଅନିୟ ପ୍ରତ୍ୟୟ ଯୋଗ ହୋଇଛି। ଗୁଣୀ, ଗୁଣୀର କ'ଣ ହେବ? ଇନ୍ ପ୍ରତ୍ୟୟ ଯୋଗ ହୋଇଛି ଗୁଣୀ। ତାପରେ ଦେଖ, ହସର ସେହିଭଳି କ'ଣ ହେବ? ଅ ପ୍ରତ୍ୟୟ ଯୋଗ ହୋଇଛି ହସର। ବୁଝିପାରିଲ? ତାହେଲେ ଏଇଠୁ ସବୁ ପ୍ରଶ୍ନୋତ୍ତର ଗୁଡ଼ା। ତାପରେ ଦେଖ 3 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା? ନିମ୍ନଲିଖିତ ପଦଗୁଡ଼ିକରେ ବ୍ୟବହୃତ ହେଉଥିବା ଧାତୁ ଗୁଡ଼ିକୁ ଚିହ୍ନାଅ। ତାହେଲେ ଦେଖ, ଶାନ୍ତ, ଶାନ୍ତ କେଉଁ ଧାତୁ ବ୍ୟବହୃତ ହୋଇଛି? ସମ୍ ଧାତୁ ବ୍ୟବହୃତ ହୋଇଛି ଶାନ୍ତରେ। ସେହିଭଳି ଦାନ୍ତବ୍ୟ, ଦାନ୍ତବ୍ୟରେ କେଉଁ ଧାତୁ ବ୍ୟବହୃତ ହୋଇଛି? ଦା ଧାତୁ ବ୍ୟବହୃତ ହୋଇଛି ଦାନ୍ତବ୍ୟରେ। ଭକ୍ତି, ଭକ୍ତିରେ କେଉଁ ଧାତୁ ବ୍ୟବହୃତ ହୋଇଛି? ଭଞ୍ଜ ଧାତୁ ବ୍ୟବହୃତ ହୋଇଛି ଭକ୍ତିରେ। ଶିଷ୍ୟ, ଶିଷ୍ୟରେ କେଉଁ ଧାତୁ? ସାସ୍ ଧାତୁ ଶିଷ୍ୟରେ। ସ୍ତ୍ରୋତ୍ର, ସ୍ତ୍ରୋତ୍ରର ସ୍ତୁ ଧାତୁ। ସେଭଳି କ୍ଷୁଦ୍ର, କ୍ଷୁଦ୍ ଧାତୁ, କ୍ଷୁଦ୍ ଧାତୁ କ୍ଷୁଦ୍ରରେ ଯୋଗ ହୋଇଛି। ସେହିଭଳି ଦେଖ, ଶିକ୍ଷକ, ଶିକ୍ଷକ ଶବ୍ଦରେ ଶିକ୍ ଧାତୁ ଯୋଗ ହୋଇଛି। ଚାଲିର, ଚାଲି ଶବ୍ଦର ଚାଲ୍ ଧାତୁ ଯୋଗ ହୋଇଛି। ସେହିଭଳି ଦେଖ, କଟାଳି, କଟାଳିର କାଟ୍ ଧାତୁ ବ୍ୟବହୃତ ହୋଇଛି। ପଢ଼ୁଆ, ପଢ଼ୁଆର ପଢ଼ ଧାତୁ ବ୍ୟବହୃତ ହୋଇଛି। ଝୁଲଣର ସେହିଭଳି କେଉଁ ଧାତୁ ବ୍ୟବହୃତ ହୋଇଛି? ଝୁଲ୍ ଧାତୁ ବ୍ୟବହୃତ ହୋଇଛି ଆମର ଝୁଲଣର। ପିଟଣା, ପିଟଣାର ପିଟ୍ ଧାତୁ ବ୍ୟବହୃତ ହୋଇଛି। ବୁଝିପାରିଲ 3 ନମ୍ବର ପ୍ରଶ୍ନର ସବୁ ଉତ୍ତର ଗୁଡ଼ାକ। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି? କୃଦନ୍ତ ପଦର ସହାୟତାରେ ନିମ୍ନଲିଖିତ ବାକ୍ୟାଂଶ ଗୁଡ଼ିକୁ ଏକ ପଦରେ ପ୍ରକାଶ କର। ତାହେଲେ ଦେଖ, ଯେ ପାଠ କରେ ତାକୁ କୃଦନ୍ତ ପଦରେ ପ୍ରକାଶ କଲେ କ'ଣ ହେବ? ଆମର ପାଠକ ହେବ। ତାପରେ ଦେଖ, ଯେ ନୃତ୍ୟ କରେ ତାହେଲେ ସେଇଭଳି କ'ଣ ହେବ? ନର୍ତ୍ତକ, ନୃତକ ହେବନି ନର୍ତ୍ତକ ହେବ। ବୁଝିପାରିଲ? ତାପରେ ଦେଖ, ଯେ ଭିକ୍ଷା କରେ ତାକୁ କ'ଣ କୁହାଯାଏ? ଭିକ୍ଷୁକ। ତାପରେ ଦେଖ, ଯାହା କରିବା ଉଚିତ ତାହା କ'ଣ ହେବ? କରଣୀୟ ବା କର୍ତ୍ତବ୍ୟ। ବୁଝିପାରିଲ? ତାପରେ ଦେଖ, ଯେ ଶୁଣେ ସେ କ'ଣ ହେବ? ଶ୍ରୋତା। ତାପରେ ଯେ ମରିଅଛି ସେ ମୃତ। ବୁଝିଲ? ତାପରେ ଦେଖ, ମଧୁପାନ କରେ ଯେ ମଧୁପ। ସେଇଭଳି ଦେଖ, ଯେ ଜଗେ ସେ ତାକୁ କ'ଣ କୁହାଯାଏ? ଜଗୁଆଳି କୁହାଯାଏ। ତାର କୃଦନ୍ତ ପଦ ହେଉଛି ଜଗୁଆଳି। ଯେ ଶାସନ କରେ ତାକୁ କ'ଣ କୁହାଯାଏ? ତାର କୃଦନ୍ତ ପଦ କ'ଣ ହେବ? ଶାସକ। ସେଇଭଳି ଧାନର ଯଜ୍ଞ ଯିଏ ତାକୁ କ'ଣ କୁହାଯାଏ କୃଦନ୍ତ ପଦରେ? ଦାନ୍ତବ୍ୟ। ତାପରେ ଯେ ଗାନ କରେ ତାକୁ କ'ଣ କୁହାଯିବ? ଗାୟକ। ଜାଣିବାର ଇଚ୍ଛା ଯାହାର? ଜିଜ୍ଞାସା। ଦେଖିବାର ଇଚ୍ଛୁକ ଯିଏ? ଦିଦୃକ୍ଷୁ, ଦିଦୃକ୍ଷୁ ଦେଖିବାର ଇଚ୍ଛୁକ। ତାର କୃଦନ୍ତ ପଦ ହେଲା ଦିଦୃକ୍ଷୁ। ବୁଝିପାରିଲ? ତାପରେ ଦେଖ 5 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା? ନିମ୍ନଲିଖିତ ପଦ ଗୁଡ଼ିକ ମଧ୍ୟରୁ କୃଦନ୍ତ ପଦ ଗୁଡ଼ିକୁ ବାଛି ଲେଖ। ଦେଖ ତାହେଲେ, ଗାଉଣା, ବୈଷ୍ଣବ, ଗନ୍ତବ୍ୟ, ଉଠାଣି, ଦାଶରଥୀ, ଖେଳୁଆ,
କୌତୁକ ପାଠ୍ୟ ଶାରୀରିକ ନିନ୍ଦୁକ। ତାହେଲେ ଆମର ଯେଉଁ ଏଇ ପଦ ଗୁଡ଼ାକ ଦିଆଯାଇଛି ଏଇ ପଦ ଭିତରୁ କେଗୁଡ଼ାକ କୃଦନ୍ତ ପଦ ହେବ? ଗାଉଣା, ଗାଉଣା ହେବ ଗୋଟେ କୃଦନ୍ତ ପଦ। ସେଇଭଳି ଗନ୍ତବ୍ୟ ଗୋଟେ କୃଦନ୍ତ ପଦ ହେବ, ଉଠାଣି ବି ଗୋଟେ କୃଦନ୍ତ ପଦ ହେବ, ଖେଳୁଆଳ ବି ଗୋଟେ କୃଦନ୍ତ ପଦ ହେବ, ପାଠ୍ୟ ବି ଗୋଟେ କୃଦନ୍ତ ପଦ ହେବ, ଆଉ ନିନ୍ଦୁକ ଗୋଟେ କୃଦନ୍ତ ପଦ ହେବ। ବୁଝିପାରିଲ? ତାହେଲେ 5 ନମ୍ବର ପ୍ରଶ୍ନର ଉତ୍ତର। ତାପରେ ଦେଖ 6 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? ଉପଯୁକ୍ତ ଧାତୁ ବା ପ୍ରତ୍ୟୟ ଯୋଗ କରି ଶୂନ୍ୟସ୍ଥାନ ପୂରଣ କର। ତାହେଲେ କ ପ୍ରଶ୍ନ କ'ଣ ଦିଆଯାଇଛି? ମା ପ୍ଲସ୍ ଡ୍ୟାସ୍ ହେଲା ମାତୃ। ତାହେଲେ କ'ଣ ହେଲେ ଆମର ମାତୃ ହେବ? ମା ତରେ ରୁକାର, ମା ପ୍ଲସ୍ ତରେ ରୁକାର ହେଇଗଲା ମାତୃ। ବୁଝିପାରିଲ? ତାହେଲେ ଡ୍ୟାସ୍ ଜାଗାରେ ତରେ ରୁକାର ଲେଖିପାରିବ। ତାପରେ ଖ ଦେଖ ଧର ଯୁକ୍ତ ଡ୍ୟାସ୍, ତାପରେ କ'ଣ ହେବ? ତାହେଲେ ଧର ଯୁକ୍ତ ଆଳି ହେଲା ଧରାଳି। ବୁଝିପାରିଲ? ଆଳି ପ୍ରତ୍ୟୟ ଯୋଗ ହେବ। ତାହେଲେ ଦେଖ ଗ ନମ୍ବର ପ୍ରଶ୍ନ ସେଭଳି କ'ଣ ଦିଆଗଲା? ଡ୍ୟାସ୍ ଯୁକ୍ତ ଉଆ, ଲଢ଼ୁଆ ହେଲା ଯେଉଁ ଆମର ଲଢ଼ ଯୁକ୍ତ ଉଆ, ଲଢ଼ୁଆ। ବୁଝିଲ? ଲଢ଼ ହେଲା, ଲଢ଼ ଲାଗିବ, ଲଢ଼ୁ ଲାଗିବନି। ତାପରେ ଦେଖ ଘ ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି? ଡ୍ୟାସ୍ ଯୁକ୍ତ ତ୍ର, କ'ଣ ହେବ? ଆମର ନେତ୍ର ଦେଇଛି। ତାହେଲେ ଏଇ ଡ୍ୟାସ୍ ଜାଗାରେ କ'ଣ ଲେଖିଲେ ନେତ୍ର ହେବ? ତାହେଲେ ନି ଯୁକ୍ତ ତ୍ର ନେତ୍ର। ବୁଝିପାରିଲ? ତାହେଲେ ନରେ ଦୀର୍ଘ ଇକାର ଲେଖିବନି। ଉଁ ଦେଖ କ'ଣ ଦିଆଗଲା? ଉଁ ଦୃଶ ଯୁକ୍ତ ଡ୍ୟାସ୍ ଦର୍ଶନ, ଦୃଶ ଯୁକ୍ତ ଯେଉଁ ଦିଆଯାଇଛି ଡ୍ୟାସ୍ ଜାଗାରେ ଆମେ କ'ଣ ଲେଖିପାରିବା? ଦୃଶ ଅନ୍ନ ଲେଖିପାରିବା, ଅନ୍ନ ପ୍ରତ୍ୟୟ ଲାଗିକି ଦର୍ଶନ ହେଲା। ବୁଝିପାରିଲ? ତାପରେ ଦେଖ 6 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା? ଉଡ଼ ଯୁକ୍ତ ଡ୍ୟାସ୍ ଉଡ଼ନ୍ତା ହେଲା। ତାହେଲେ ଉଡ଼ ଯୁକ୍ତ ଅନ୍ତା, ଅନ୍ତା ପ୍ରତ୍ୟୟ ଲାଗିକି ଉଡ଼ନ୍ତା ହେଲା। ବୁଝିପାରିଲ? ତାପରେ ଦେଖ 6 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି ଆମର? ଡ୍ୟାସ୍ ଯୁକ୍ତ ଆଳି, କଟାଳି ଯେଉଁ ହେଲା, କଟାଳି ଜାଗାରେ କେଉଁ କ'ଣ ଲେଖିବା? କ'ଣ ଧାତୁ ଲଗେଇ ପାରିବା ଆମେ? କାଟ, କାଟ ଧାତୁ ହେଲେ କଟାଳି ହେବ। କାଟ ଯୁକ୍ତ ଆଳି କଟାଳି। ତାପରେ ଦେଖ ସେଇଭଳି ଜର ପ୍ରଶ୍ନ କ'ଣ ଦିଆଯାଇଛି? ଡର ଯୁକ୍ତ ଡ୍ୟାସ୍ ଡରୁଆ। ତାହେଲେ ଡର ଯୁକ୍ତ ଉଆ ହେଲା ବେଳକୁ ଡରୁଆ ହେଲା, ଉଆ ପ୍ରତ୍ୟୟ ଲାଗିଲା। ବୁଝିଲ? ତାପରେ ଦେଖ ଝ କ'ଣ ଦିଆଗଲା? ଡ୍ୟାସ୍ ଯୁକ୍ତ ଉଣି, କ'ଣ ହେଲା? ଢାଙ୍କୁଣି। ଢାଙ୍କୁଣି ଯେଉଁ ହେଲା କ'ଣ ହେବ ଆମର? ଢାକ ଯୁକ୍ତ ଉଣି ହେବ ଢାଙ୍କୁଣି, ଢାକ ଯୁକ୍ତ ଉଣି। ବୁଝିପାରିଲ? ତାହେଲେ ଢାକ ଧାତୁ ଲାଗିଲା, ଉଣି ପ୍ରତ୍ୟୟ ସହିତ ଢାଙ୍କୁଣି ହେଲା। ତାପରେ ତମର ଏଇଠି 6 ନମ୍ବର ପ୍ରଶ୍ନ ଯାଏ ଆମର ସବୁ କୃଦନ୍ତ ପଦର ସବୁ ପ୍ରଶ୍ନ ଉତ୍ତର ଗୁଡ଼ା ସରିଗଲା। ଯେମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବ, ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଯେତେବେଳେ ବି ମୁଁ ତୁମର ୟା ପରର ଚାପ୍ଟରର ପ୍ରଶ୍ନ ଉତ୍ତର ଛାଡ଼ିବି ସେଟା ତୁମେମାନେ ସବୁ ପାଇପାରିବ। ବୁଝିଲ? ଯଦି କେଡ଼ା କିଛି ଡାଉଟ୍ ରହିଲା ତାହେଲେ ମୋତେ କମେଣ୍ଟରେ ପଚାରିବ ହେଲା।